ଜାତୀୟ ସ୍ତର ଆବାକସ୍ ପ୍ରତିଯୋଗିତାରେ ଜିଲ୍ଲାର 4 ଜଣ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବାରିପଦାରେ ସମ୍ବର୍ଦ୍ଧନା। କଲିକତାସ୍ଥିତ ସାଇନ୍ସ ସିଟି ଅଡିଟୋରିୟମରେ ଆୟୋଜିତ ଜାତୀୟ ସ୍ତରରେ ଆବାକସ୍ ପ୍ରତିଯୋଗିତାରେ ଜିଲ୍ଲାର କୃତିତ୍ୱ ଲାଭ କରିଛି। ବାରିପଦାର ବାଘ୍ରା ରୋଡ ସ୍ଥିତ ଆବାକସ୍ କେନ୍ଦ୍ରର 4 ଜଣ ଛାତ୍ରଛାତ୍ରୀମାନେ କୃତି ଅର୍ଜନ କରିଛନ୍ତି। ସେମାନେ ହେଲେ ଆଦ୍ୟାଶା ଦାସ, ତନ୍ମୟ କୁମାର ଗିରି, ଦିବ୍ୟାଶା ମାର୍ଣ୍ଡି ଓ କୁଶଗ୍ର ଗିରି। ପିଲାମାନଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରି ମାନସିକ ଓ ବୈଦିକ ଜ୍ଞାନ ବୃଦ୍ଧି କରିବାରେ ଆବାକସ୍ ବେଶ୍ ସହାୟକ ଅଟେ, ଯାହାକୁ ନେଇ କଲିକତାରେ ଜାନୁଆରୀ 18 ଓ 19ରେ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ 4000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ 4ରୁ 14 ବର୍ଷ ବର୍ଗରେ ବାରିପଦାର 4 ଜଣ କୃତି ଅର୍ଜନ କରିଛନ୍ତି। 4 ଜଣ ଜାତୀୟ ସ୍ତରରେ ଦ୍ୱିତୀୟ, ଷଷ୍ଠ, ସପ୍ତମ ଓ ଦଶମ ସ୍ଥାନ ଅଧିକାର କରିଛନ୍ତି। ଏହାକୁ ନେଇ ରବିବାର ଅପରାହ୍ନ 5:30 ସମୟରେ ବାରିପଦା ବାଘ୍ରା ରୋଡ ସ୍ଥିତ କେନ୍ଦ୍ରରେ 4 ଜଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆମର ହଉଛି ଛୁଆ ମାନେ ଯାଇଥିଲେ ଆମର ନ୍ୟାସନାଲ ଲେବୁଲକୁ। ଆମର ସେଟା କଲିକତାରେ ହେଇଥିଲା ଜାନୁଆରୀ 18 ଆଉ 19 ତାରିଖ ଦିନ, ଯୋଉଥିରେ ଆମର 1500ରୁ ବେଶୀ ଛୁଆ, ଆମର 15,000ରୁ ଅଧିକ ଛୁଆ ଆମର ଯୋଉଠି ପାର୍ଟିସିପେଟ କରିଥିଲେ। ଛୋଟ ଛୋଟ ଛୁଆ ମାନେ 6ରୁ 14 ବର୍ଷ ଛୁଆ, ମାନେ 4ରୁ 14 ବର୍ଷ ଛୁଆ ମାନେ ଯୋଉମାନେ ପାର୍ଟିସିପେଟ କରିଥିଲେ। ଆଉ ଆମର ଏଇଠି ସେଣ୍ଟରରୁ, ଆମର ଏ ବାରିପଦା ବାରିପଦା ତରଫରୁ ଆମର ଯାଇଥିଲେ 5ଟା ଛୁଆ। ଆଉ ସେଇଥିରେ ଆମର 4ଟା ଛୁଆ ନ୍ୟାସନାଲ ଲେବୁଲରେ ରାଙ୍କ କରିଛନ୍ତି, ପୋଜିସନରେ ଅଛନ୍ତି। ଯୋଉଟା କି ଗୋଟେ ହଉଛି ସେକେଣ୍ଡ ପୋଜିସନରେ ଅଛି, ଆଉ ଗୋଟେ ହଉଛି 6th ରେ, ଆଉ ଗୋଟେ 7th ରେ, ଆଉ ଗୋଟେ 10th ପୋଜିସନରେ ଆମ ଛୁଆ ମାନେ ରାଙ୍କ କରିଛନ୍ତି। ଆଜି ଆମେ ସେଥିପାଇଁ ଗୋଟେ ସେଲିବ୍ରେସନ କରୁଛୁ ଛୁଆମାନଙ୍କର ଖୁସି ପାଇଁ। ଆଉ ଆମକୁ ବି ଖୁସି ଲାଗୁଛି, ଯେହେତୁ ଏଇଟା ଆମର ଫାର୍ଷ୍ଟ ଟାଇମ୍ ଆମେ ଏଇ ଏପ୍ରିଲ 2024ରୁ ଆମେ ଷ୍ଟାର୍ଟ କରିଛୁ, ଯୋଉଥିରେ ଆମେ ମାନେ ଫାର୍ଷ୍ଟ ଟାଇମ୍ କରିକିନା ଆମର ଯୋଉ 4ଟା ଛୁଆ ଆମର ପାଇଛନ୍ତି, ଆମେ ସେଥିପାଇଁ ବହୁତ ଖୁସି ଅଛୁ। ଆଉ ଯେହେତୁ ଆମ ଛୁଆ ପାଇଛନ୍ତି, ଆମେ ସେଥିପାଇଁ ସେଲିବ୍ରେସନ କରୁଛୁ। ଆଉ ନା ଆମର ସେଟା ଖେଳ ନୁହେଁ ସାର୍, ସେଟା ହଉଛି ଆମର ଆବାକସ୍ର, ଯୋଉଟା କି ଛୁଆମାନଙ୍କର ମ୍ୟାଥ ସେଇଥିରେ ଶିଖନ୍ତି। ଯୋଉଥିରେ ଆମର ସେଇଟା ହଉଛି ଖାଲି କେବଳ ମ୍ୟାଥ ନୁହେଁ, ଆମର ଛୁଆମାନଙ୍କର ସେଲ୍ଫ କନଫିଡେନ୍ସ ବଢିବ। ତା ସାଙ୍ଗରେ ଆମର ବ୍ରେନ୍ ଜିମ୍ ଅଛି, ଯୋଉଟା କି ଆମର ବୋଥ୍ ହ୍ୟାଣ୍ଡ ରାଇଟିଂ ଅଛି। ଯୋଉଟା କି ଆମର ବୋଥ୍ ହ୍ୟାଣ୍ଡ ରାଇଟିଂ ମାନେ ଆମର ଗୋଟେ ହ୍ୟାଣ୍ଡରେ ଆମେ ଲେଖିଲେ ଆମର ଗୋଟେ ସାଇଡର ବ୍ରେନ୍ ଡେଭଲପ ହୁଏ। ଆଉ କିନ୍ତୁ ଆମେ ବୋଥ୍ ହ୍ୟାଣ୍ଡ ରାଇଟିଂ ଲେଖିଲେ ଆମର 2 ସାଇଡର ବ୍ରେନ୍ ଡେଭଲପ ହୁଏ, ଯୋଉଥିରେ କି ଆମର ସେଟା ଶିଖା ହୁଏ ଏଠି। ଆଉ ଛୁଆମାନଙ୍କର ସେଲ୍ଫ କନଫିଡେନ୍ସ, ଯେହେତୁ ଆମର ଏତେ ଗୁଡାଏ ପ୍ରୋଗ୍ରାମ ରହିଛି, ସେଥିପାଇଁ ଆମର ଛୁଆମାନେ ମାନେ ତାଙ୍କର ଭିତରେ ଯୋଉଟା ଅଛି କି ସେମାନେ ସବୁ ଛୁଆ ମାନେ ଷ୍ଟେଜରେ କହିପାରିବେନି କି କରିପାରିବେନି କୌଣସି କାମ, କିନ୍ତୁ ଆମର ଯୋଉ ଛୁଆ ମାନେ ଏଠି ଆବାକସ୍ରେ ପଢିବେ, ସେମାନେ ଏତିକିଟା ଆମେ କନଫିଡେନ୍ସ ସେମାନଙ୍କୁ ମାନେ ତିଆରି କରିପାରୁ ଯେ ସେମାନେ ଷ୍ଟେଜରେ ଯାଇକିନା କହିପାରିବେ, ମାନେ କନଫିଡେନ୍ସଲି ତାଙ୍କର ନିଜ ଉପରେ ତାଙ୍କର କନଫିଡେନ୍ସ ରହିବ ଯେ ସେମାନେ ଏଇ କାମଟା କରିପାରିବେ ବୋଲି। ଆଉ ସେମାନେ ଟାଇମ ମ୍ୟାନେଜମେଣ୍ଟ, ଯୋଉଟା କି ଆମର ନର୍ମାଲ ସ୍କୁଲରେ ଆମର ଯୋଉ ଛୁଆ ମାନେ ଆମର ଏକ୍ଜାମ ହୁଏ, ଯୋଉଟା କି 100 ମାର୍କର କ୍ୱେଶ୍ଚନ, ସେଇଟା ମାନେ ଦିଆ ହେଇଥାଏ 2 ଆୱାର। କିନ୍ତୁ ଆମର ଏଠି ଛୁଆ ମାନେ ଯୋଉ ଆମର ଛୁଆ, ଏଇ ଛୁଆଟା ଯାଇଥିଲା, ସିଏ ହଉଛି ଆମର କିଏ ମାନେ ହଁ ସିଏ ଯୋଉ ଛୁଆଟା ଯାଇଥିଲା, ତାର ହଉଛି 130 କ୍ୱେଶ୍ଚନ ଅଛି, କିନ୍ତୁ ସେ 12 ମିନିଟରେ ସେ କମ୍ପ୍ଲିଟ କରିଦିଏ। ସେମିତି ଆମ ଛୋଟ ଛୋଟ ଛୁଆ ମାନେ ଯୋଉ ମାନେ ଅଛନ୍ତି 4, 5, 6 ଛୁଆ ମାନେ, ସେମାନେ ବି ସେମିତିଆ, ସେମାନଙ୍କର 100 ମାର୍କର ଅଛି, ସେମାନେ 12 ମିନିଟରେ କମ୍ପ୍ଲିଟ କରିଦିଅନ୍ତି। ମାନେ ସେଟା ହଉଛି ଟାଇମ ମ୍ୟାନେଜମେଣ୍ଟ ସେମାନଙ୍କୁ ଶିଖା ହୁଏ, ମାନେ ଅଳ୍ପ ସମୟ ମଧ୍ୟରେ କେତେ ସେମାନେ ଆଟେମ୍ପ୍ଟ କରିପାରୁଛନ୍ତି କ୍ୱେଶ୍ଚନ ଆନ୍ସର, ଏଗୁଡାକ ଆମର ଶିଖା ହୁଏ।